ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଫାଷ୍ଟ ଏକ୍ସାମ ବୁଷ୍ଟରରେ। ମୁଁ ଆଜି ଆସିଛି ଆଉ ଗୋଟେ ନୂଆ ଭିଡ଼ିଓ ନେଇକି, ଯୋଉଟାର ଟପିକ୍ ହେଉଛି ଫଟୋସିନ୍ଥେସିସ୍। ଫଟୋସିନ୍ଥେସିସ୍ ଭିତରେ ଆମର ଅଛି କ'ଣ, ଆଜିର ଭିଡ଼ିଓରେ ଲାଇଟ୍ ରିଆକ୍ସନ୍ ଅଛି, କ୍ୟୁ ସାଇକେଲ ଅଛି। ତ ଲାଇଟ୍ ରିଆକ୍ସନ୍ ତ ପ୍ରାୟ ସମସ୍ତେ ଜାଣିଛନ୍ତି, କିନ୍ତୁ କ୍ୟୁ ସାଇକେଲ ଯେହେତୁ ଲାଇଟ୍ ରିଆକ୍ସନ୍ ଭିତରେ କ୍ୟୁ ସାଇକେଲ ହେଇଥାଏ, ସେଇଥିପାଇଁ ମୁଁ କ୍ୟୁ ସାଇକେଲକୁ ଆଡ଼୍ କରିଦେଇଛି। କାରଣ ଆଜିକାଲି ଯେମିତି କୋଶ୍ଚିନ୍ର ଲେଭେଲ୍ ଦିନକୁ ଦିନ ବଢ଼ିବାରେ ଲାଗିଛି, ହୁଏତ ବହୁତ ଜଲ୍ଦି କ୍ୟୁ ସାଇକେଲରୁ ବି ପ୍ରଶ୍ନ ପଚାରିଦେବ। ଏବେ ପ୍ରଶ୍ନ ହେଉଛି କାହିଁକି କ୍ୟୁ ସାଇକେଲ ଏଇଠି ଆଡ଼୍ କରିଛି ମୁଁ ଦେଖନ୍ତୁ। ଏଇଟା ହେଉଛି ଟୋଟାଲ ଲାଇଟ୍ ରିଆକ୍ସନ୍। ଏଇ ଲାଇଟ୍ ରିଆକ୍ସନ୍‌ରେ ଅଛି ଗୋଟେ କମ୍ପ୍ଲେକ୍ସ ବା ଗୋଟେ ପ୍ରୋଟିନ୍‌ଟେ ଅଛି, ଯାହାକୁ ସାଇଟୋକ୍ରୋମ କମ୍ପ୍ଲେକ୍ସ ବା ସାଇଟୋକ୍ରୋମ ପ୍ରୋଟିନ୍ କୁହାଯାଏ। ଏଇ ଟୋଟାଲଟା ହେଉଛି ସାଇଟୋକ୍ରୋମ କମ୍ପ୍ଲେକ୍ସ ବା ସାଇଟୋକ୍ରୋମ ପ୍ରୋଟିନ୍। ୟା ଭିତରେ ଯୋଉ ସାଇଟୋକ୍ରୋମ B6F ଯାହାର ନାମ ଅଛି, ଆ ଭିତରେ ଯେତେବେଳେ ଇଲେକ୍ଟ୍ରନ୍ ଟ୍ରାନ୍ସଫର ହେଇଥାଏ, ସେଇ ଇଲେକ୍ଟ୍ରନ୍ ୟା ଭିତରେ ଯୋଉ ଟ୍ରାନ୍ସଫର ହେବା ପାଇଁ ଯୋଉ ପ୍ରୋସେସଟି ଅବଲମ୍ବନ କରିଥାଏ, ତାହାକୁ କୁହାଯାଏ କ୍ୟୁ ସାଇକେଲ। ତ ଏଇ ଯୋଉ ସାଇଟୋକ୍ରୋମ B6F ଭିତରେ ଯୋଉ ପ୍ରୋସେସଟା ହେଇଥାଏ, ଏଇଟା ଟୋଟାଲ ଏଇଠି ଏକ୍ସପ୍ଲାନେସନ କରାହେଇଛି। ଏଇଟା ହଉଛି ଦେଖନ୍ତୁ ସାଇଟୋକ୍ରୋମ B6F କମ୍ପ୍ଲେକ୍ସ। ଯେ ଏଇ ଯୋଉ ସାଇକେଲଟାକୁ ହିଁ କୁହାଯାଏ କ'ଣ ନା ଆପଣଙ୍କର କ୍ୟୁ ସାଇକେଲ। ତ ଚାଲନ୍ତୁ ଦେଖିବା ଆଗରେ ଏହାର ପରିପୂର୍ଣ୍ଣ ଏକ୍ସପ୍ଲାନେସନ କ'ଣ ଅଛି। ତ ଆପଣମାନେ ଫାଷ୍ଟ ଦେଖନ୍ତୁ କୋଉଠି ହୁଏ ଲାଇଟ୍ ରିଆକ୍ସନ୍। ଯଦି କେହି ପଚାରେ ଯେ କୋଉଠି ହୁଏ ଲାଇଟ୍ ରିଆକ୍ସନ୍, ନା ଲାଇଟ୍ ରିଆକ୍ସନ୍ କୋଉଠି ହୁଏ, ପ୍ରଥମେ ଆରମ୍ଭ କରିବା ଲିଫ୍‌ରୁ। ପତ୍ରରେ। ପତ୍ର ଭିତରେ ଆପଣଙ୍କର ଦୁଇ ପ୍ରକାର କୋଷ ଥାଏ। ଗୋଟେ ହଉଛି ପ୍ୟାଲିସେଡ୍ ମେସୋଫିଲ୍ ସେଲ୍। ପ୍ୟାଲିସେଡ୍ ମେସୋଫିଲ୍ ସେଲ୍। ଆଉ ଗୋଟେ ହଉଛି ସ୍ପଞ୍ଜି ମେସୋଫିଲ୍ ସେଲ୍। ସ୍ପଞ୍ଜି ମେସୋଫିଲ୍ ସେଲ୍। এই ପ୍ୟାଲିସେଡ୍ ମେସୋଫିଲ୍ ସେଲ୍ ବା ସ୍ପଞ୍ଜି ମେସୋଫିଲ୍ ସେଲ୍ ଭିତରେ ଥାଏ ଆପଣଙ୍କର କ'ଣ, କ୍ଲୋରୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ। এই କ୍ଲୋରୋପ୍ଲାଷ୍ଟ ଭିତରେ ଆପଣଙ୍କର ଅଛି କ'ଣ, ଥାକ ଥାକ ହେଇକି ସଜା ହେଇଛି କ'ଣ, ଗ୍ରାନମ୍। ଗ୍ରାନା ଓଡ଼ିଆରେ କୁହାଯାଏ ଗ୍ରାନା, ଇଂଲିଶରେ ଲେଖିଲେ ଗ୍ରାନମ୍, ପଢ଼ାଯାଏ ଗ୍ରାନା ବୋଲିକି। ଏଇ ଗ୍ରାନା ଭିତରେ ଅଛି କ'ଣ ଆପଣଙ୍କର ଥାଇଲାକଏଡ୍। এই ଥାଇଲାକଏଡ୍ ଭିତରେ ଅଛି କ'ଣ ଆପଣଙ୍କର, ଥାଇଲାକଏଡ୍ ଭିତରେ ତ ଫାଙ୍କା ସ୍ଥାନ ଅଛି, ଯାହାକୁ ଆପଣଙ୍କର ଲୁମେନ୍ କୁହାଯାଏ। ବଟ୍ ଥାଇଲାକଏଡ୍‌ର ମେମ୍ବ୍ରେନ୍ ହଉଛି ସିଙ୍ଗଲ ମେମ୍ବ୍ରେନ୍ ସିଙ୍ଗଲ ମେମ୍ବ୍ରେନ୍, ବଟ୍ ତିଆରି ହେଇଛି ଡବଲ ଲେୟରର ଲିପିଡ୍ ଦେଇକି। କୋଉଥିରେ ତିଆରି ହେଇଛି, ଡବଲ ଲେୟର ଫସ୍ଫୋଲିପିଡ୍। ଏଇ ଯେତେବେଳେ ଡବଲ ଲେୟର ଫସ୍ଫୋଲିପିଡ୍‌ରେ ତିଆରି ହେଇଛି, ଏଇ ଯୋଉ ଥାଇଲାକଏଡ୍ ମେମ୍ବ୍ରେନ୍‌ରେ ଆପଣଙ୍କର ଥାଏ କ'ଣ, କ୍ଲୋରୋଫିଲ୍ ଥାଏ। এই ক্লোরোফিল বিভিন্ন প্রকার থাকে। ক্লোরোফিল এ থাকে, ক্লোরোফিল বি থাকে, তারপরে থাকে আপনার ক্যারোটিনয়েডস থাকে, এন্ড জান্থোফিল भी থাকে। এই ଯୋଉ କ୍ଲୋରୋଫିଲ୍ ଏ ଦେଖୁଛନ୍ତି, କ୍ଲୋରୋଫିଲ୍ ବି ଦେଖୁଛନ୍ତି, କ୍ୟାରୋଟିନଏଡ୍ସ ଦେଖୁଛନ୍ତି, ଜାନ୍ଥୋଫିଲ୍ ଦେଖୁଛନ୍ତି, ଏଗୁଡାକ ହଉଛି ସନଲାଇଟକୁ ଟ୍ରାପ୍ କରିବା ବା ଧରିବାର ପିଗମେଣ୍ଟ। ଏଇ ପିଗମେଣ୍ଟ ଗୁଡାକ କ'ଣ କରେ ନା ଆପଣଙ୍କର ଥାଇଲାକଏଡ୍‌ର ମେମ୍ବ୍ରେନ୍‌ରେ ରହିକି କ'ଣ କରେ ନା ଶକ୍ତିକୁ ଗ୍ରହଣ କରିକି କାହାକୁ ଦିଏ, ଇଲେକ୍ଟ୍ରନ୍ ଡୋନରକୁ ଦିଏ। ଆ ଭିତରେ ଯୋଉ ଜାଗାରୁ ଇଲେକ୍ଟ୍ରନ୍ ଶକ୍ତି ପାଇକି ଏକ୍ସାଇଟ୍ ହବ, ସେଇ ଜାଗାକୁ ଇଲେକ୍ଟ୍ରନ୍ ଡୋନର ପ୍ଲେସ୍ କୁହାଯାଏ। ସେ ଇଲେକ୍ଟ୍ରନ୍ ଡୋନର ପ୍ଲେସ୍‌କୁ ଦିଏ। ତାପରେ ସେଠାରୁ କ'ଣ ହୁଏ ଆପଣଙ୍କର, ଜମ୍ପ କରେ। କିଏ ଜମ୍ପ କରେ ନା ଇଲେକ୍ଟ୍ରନ୍ ଜମ୍ପ କରେ। ତ ମୁଁ ଏଇଟା ଖାଲି ଜଷ୍ଟ ଆପଣଙ୍କୁ କହୁଥିଲି ଯେ କୋଉଠି ହୁଏ ଏକ୍ସାକ୍ଟଲି ଲାଇଟ୍ ରିଆକ୍ସନଟା। ନା ଲାଇଟ୍ ରିଆକ୍ସନ ହୁଏ କୋଉଠି, ନା ଫାଷ୍ଟରୁ ଆଉ ଥରେ କହିଦଉଛି, ଟିକେ ରିଭାଇଜ ପାଇଁ ଦେଖନ୍ତୁ। ପତ୍ରରେ ଆରମ୍ଭ ହବ। ପତ୍ର ଭିତରେ ଦୁଇ ପ୍ରକାର ମେସୋଫିଲ୍ ସେଲ୍ସ ଅଛି। ଗୋଟେ ହଉଛି ପ୍ୟାଲିସେଡ୍ ମେସୋଫିଲ୍ ସେଲ୍ସ, ଆଉ ଗୋଟେ ଅଛି ସ୍ପଞ୍ଜି ମେସୋଫିଲ୍ ସେଲ୍ସ। ଏଇ ଯୋଉ ପ୍ୟାଲିସେଡ୍ ମେସୋଫିଲ୍ ସେଲ୍ ହଉ କି ସ୍ପଞ୍ଜି ମେସୋଫିଲ୍ ସେଲ୍ ହୁଅ, ଏଇଗୁଡାକ ସବୁଜ କଲର ହେଇଥାଏ। ସବୁଜ କଲର ହେଇଥାଏ କାରଣ ୟା ଭିତରେ କ'ଣ ଥାଏ, କ୍ଲୋରୋପ୍ଲାଷ୍ଟ। ଏଇ କ୍ଲୋରୋପ୍ଲାଷ୍ଟଟା
କଣ ଧାରଣ କରିଥାଏ? ଗ୍ରାନମ୍। ଗ୍ରାନମ୍ କଣ? ଏଇ ଯୋଉ ଦେଖୁଛନ୍ତି 3ଟା ଥାକ ସଜା ହେଇଛି 1, 2, 3 ଏଇ ଟୋଟାଲ ଥାକ ଗୁଡାକର ସମାହାରକୁ ସମଷ୍ଟିକୁ କଣ କୁହାଯାଏ? ଗ୍ରାନମ୍। ମନେ କରନ୍ତୁ ମୁଁ କଏନ୍ 3ଟା ରଖିଦେଲି ଗୋଟେ ଉପରେ ଗୋଟେ, ଗୋଟେ ଉପରେ ଗୋଟେ ରଖିଦେଲି 3ଟା 4ଟା 5ଟା ଯାହାବି ଏଇ ଟୋଟାଲଟାକୁ କଣ କହିବେ? ଗ୍ରାନା କହିବେ। ଓଡ଼ିଆରେ ଗ୍ରାନା କୁହାଯାଏ। ଇଂଲିଶ GRANM ଗ୍ରାନମ୍ ବା ପଢ଼ାଯାଏ ଗ୍ରାନା। ଓକେ, ଏଇ ଯୋଉ ଗ୍ରାନାର ସିଙ୍ଗିଲ ଥାକକୁ ଯଦି ଆମେ ନେବା ତାହାକୁ କହିବା କଣ? ଥାଇଲାକଏଡ୍। ଏଇ ଥାଇଲାକଏଡ୍ ମେମ୍ବ୍ରେନରେ କଣ ହେଇଥାଏ ଆପଣଙ୍କର? କଣ ରହିଥାଏ ନା କ୍ଲୋରୋଫିଲ୍ ରହିଥାଏ। ଆଉ ଏଇ ଥାଇଲାକଏଡ୍‌ର ମେମ୍ବ୍ରେନ୍‌ରେ ହିଁ ଆପଣଙ୍କ ହେଇଥାଏ କଣ ହେଇଥାଏ? ଲାଇଟ୍ ରିଆକ୍ସନ୍ ହେଇଥାଏ। ତ ସେଇଥିପାଇଁ ଲାଇଟ୍ ରିଆକ୍ସନ୍ କୋଉ ଜାଗାରେ ହୁଏ ନା ଥାଇଲାକଏଡ୍ ମେମ୍ବ୍ରେନ୍‌ରେ। ହେଲେ ଏଇଠି ହୁଏ କେମିତି? ନା ଗୋଟେ ଇଲେକ୍ଟ୍ରନ୍ ଡୋନର୍ ଅଛି। ସେ ଇଲେକ୍ଟ୍ରନ୍ ଡୋନରକୁ ଏନର୍ଜି ଦିଏ। କିଏ ଦିଏ ଏନର୍ଜି? କ୍ଲୋରୋଫିଲ୍ ଏ ଦିଏ, କ୍ଲୋରୋଫିଲ୍ ବି ଦିଏ, କାରୋଟିନଏଡ୍ସ ଦିଏ, ଜାନ୍ଥୋଫିଲ୍ ଦିଏ। ଏଇ ପିଗମେଣ୍ଟ ଗୁଡାକ ସୂର୍ଯ୍ୟରୁ ଆଲୋକକୁ ଧରିକି ଯେତେବେଳେ ଦେଇଦିଏ, କାହାକୁ ଦେଇଦିଏ? ନା ଆପଣଙ୍କର ଇଲେକ୍ଟ୍ରନ୍ ଡୋନରକୁ ଦେଇଦିଏ। ତ ସେଇ ସେଣ୍ଟରକୁ ଇଲେକ୍ଟ୍ରନ୍ ଡୋନର ସେଣ୍ଟରକୁ ଦେଲେ ସେଇ ଇଲେକ୍ଟ୍ରନ୍ କଣ କରେ? ସେଇ ଏନର୍ଜି ନେଇକି ଜମ୍ପ କରେ। ତ ଏଇଟା ହେଇଯାଉଛି କଣ ଆପଣଙ୍କର ସେଣ୍ଟର ଆଉ ଷ୍ଟାର୍ଟିଂ କେମିତି ହୁଏ ଆପଣଙ୍କର ଲାଇଟ୍ ରିଆକ୍ସନର। ଚାଲନ୍ତୁ ଦେଖିବା ଲାଇଟ୍ ରିଆକ୍ସନ ବିଷୟରେ। ଓକେ, ଆମେ ଆରମ୍ଭ କରିବା ଫାର୍ଷ୍ଟ ଷ୍ଟେପ୍ ବାଇ ଷ୍ଟେପ୍। ଏଇଠି ମନେ କରନ୍ତୁ ଏଇଠି ଅଛି କଣ? ଇଲେକ୍ଟ୍ରନ୍ ଡୋନର। ଇଲେକ୍ଟ୍ରନ୍ ଡୋନର ଚାରିପଟେ କଣ ଅଛି? ବିଭିନ୍ନ ପ୍ରକାର ପିଗମେଣ୍ଟ। ଏଇ ପିଗମେଣ୍ଟ ଗୁଡାକର ନାମ କଣ? ବିଭିନ୍ନ ପ୍ରକାର ନାମ ଅଛି। କଣ? କ୍ଲୋରୋଫିଲ୍ ଏ ଅଛି, କ୍ଲୋରୋଫିଲ୍ ବି ଅଛି, ଜାନ୍ଥୋଫିଲ୍ ଅଛି, କାରୋଟିନଏଡ୍ସ ଅଛି। ତ ଏଇ ପିଗମେଣ୍ଟ ଗୁଡାକ କଣ କରିବ? ଆଲୋକ ନବ। କଣ ନବ? ଆଲୋକ ନବ। ଆଚ୍ଛା, ଆଲୋକ କିଏ ଦବ? ସୂର୍ଯ୍ୟ। ସୂର୍ଯ୍ୟଠୁ କଣ କରିବ? ଆଲୋକ ନବ। ଆଲୋକ ନେଇକି କାହାକୁ ଦବ? ନା ଆପଣଙ୍କର ଇଲେକ୍ଟ୍ରନ୍ ଡୋନରକୁ ଦବ। ତ ଇଲେକ୍ଟ୍ରନ୍ ଡୋନରକୁ ଦିଏ। ତ ସେଇଥିପାଇଁ ଏଇ ଯୋଉ ସେଣ୍ଟରର ନାମ ହଉଛି LHC। LHC ର ଫୁଲ୍ ଫର୍ମ ହଉଛି ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସ। କି ନାଁର ଫୁଲ୍ ଫର୍ମ ପରିପୂର୍ଣ୍ଣ? ନା ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସ। କାହିଁକି କୁହାଯାଏ? ନା ଇଏ କଣ କରେ? ନା ସବୁ ପ୍ରକାର ଆଲୋକକୁ ଧରିକି କାହାକୁ ଦିଏ? ଇଲେକ୍ଟ୍ରନ୍ ଡୋନରକୁ ଦିଏ। ଆଉ ଇଲେକ୍ଟ୍ରନ୍ ଡୋନରକୁ ଦେବାରୁ ଇଏଠିରୁ କଣ ହୁଏ? ନା ଇଲେକ୍ଟ୍ରନ୍ ଜମ୍ପ କରେ। କଣ କରେ? ଇଲେକ୍ଟ୍ରନ୍ ଜମ୍ପ କରେ। ଏଠୁ ଇଲେକ୍ଟ୍ରନ୍ ଜମ୍ପ କରିକି ସେ କଣ ହବ? ନା ଏଇଠି ଗୋଟେ ଥାଏ କଣ? ଇଲେକ୍ଟ୍ରନ୍ ଆକ୍ସେପ୍ଟର ଥାଏ। ଆକ୍ସେପ୍ଟର। ଏଇ ଇଲେକ୍ଟ୍ରନ୍ ଆକ୍ସେପ୍ଟର କଣ କରେ? ଏଇ ଇଲେକ୍ଟ୍ରନକୁ ଧରିନିଏ। କାହାକୁ ଧରିନିଏ? ଇଲେକ୍ଟ୍ରନକୁ ଧରିନିଏ। ତ ଯୋଉ ଜାଗାରୁ ସେ ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସରୁ ଆପଣଙ୍କର ଫଟୋ ସିଷ୍ଟମ ଆରମ୍ଭ ହେଇଛି, ଇଲେକ୍ଟ୍ରନ ଜମ୍ପ କରିଛି। ତ ପ୍ରଥମଟାକୁ ଆର ନାଁ ଦିଆଯାଇଛି କଣ? PS2। ଆକୁ କୁହାଯାଏ ଫଟୋ ସିଷ୍ଟମ 2। କଣ କୁହାଯାଏ ଆର ନାଁ? ଆର ନାଁ ହଉଛି ଫଟୋ ସିଷ୍ଟମ 2। ଓକେ, ଏବେ ହଉଛି କଥା ଫଟୋ ସିଷ୍ଟମ 2 ତାର ନାଁ ହେଇଗଲା। ଏବେ ପ୍ରଶ୍ନ ହଉଛି ଫଟୋ ସିଷ୍ଟମ 2 କେତେ ନ୍ୟାନୋମିଟରର ଆଲୋକକୁ ଧରିଥାଏ? ନା ଇଏ ଧରିଥାଏ P680 ନ୍ୟାନୋମିଟରର। ତ ସେଇଥିପାଇଁ 680 ନ୍ୟାନୋମିଟର। କେତେ ନ୍ୟାନୋମିଟରର? 680 ନ୍ୟାନୋମିଟର ଆଲୋକ ଧରିଥିବାରୁ ଆକୁ କୁହାଯାଏ P680। ଏଇ ଯୋଉ ଆଲୋକ କେନ୍ଦ୍ର ବା ଫଟୋ ସିଷ୍ଟମ 2 ର ଆଉ ଗୋଟେ ନାଁ ହଉଛି P680। ତ ଯେହେତୁ P680 ହେଇଛି କାହିଁକି? ନା 680 ନ୍ୟାନୋମିଟର ଲାଇଟ୍ ଧରିଥାଏ ବୋଲିକି। ଓକେ, ତାହେଲେ ଆପଣ ଫାର୍ଷ୍ଟ ଦେଖିଲେ କଣ? ନା ଇଲେକ୍ଟ୍ରନ କଣ କଲା? ଏନର୍ଜି ନେଇକି କଣ କଲା? ଏକ୍ସାଇଟ୍ ହେଇକି ଜମ୍ପ କରିକି କୋଉଠି ଗଲା? ନା ଉପରକୁ ଗଲା। ଉପରକୁ ଗଲା ପରେ ସେଇଠି ଗୋଟେ ଇଲେକ୍ଟ୍ରନ ଆକ୍ସେପ୍ଟର ଥାଏ। ଇଲେକ୍ଟ୍ରନ ଆକ୍ସେପ୍ଟର କଣ କରିଛି? ଏଇ ଇଲେକ୍ଟ୍ରନକୁ ଧରି ଦେଇଛି। ହେଲେ ଧରି ଦେଇକି ଇଏ କଣ କରିବ? ରିଲିଜ କରିବ ତଳ ଆଡେ। ତଳ ଆଡେ କଣ ହେଇଛି? ନା 3ଟା ବାହକ ଅଣୁ ଅଛି। କେତେଟା ବାହକ ଅଣୁ ଅଛି? 3ଟା ଇମ୍ପୋର୍ଟାଣ୍ଟ ବାହକ ଅଣୁ ଅଛି। ପ୍ରଥମଟି ହଉଛି ପ୍ଲାଷ୍ଟୋକ୍ୱିନନ୍। କଣ ଅଛି ଏଇଠି? ଏଇଠି ମଝିରେ ଅଛି ଆପଣଙ୍କର
साइटोक्रोम B6F अछि आउ जदि मझिरे साइटोक्रोम B6F अछि आरंभरे एठी प्रथमे अछि प्लास्टोक्विनोन कोन अछि प्लास्टोक्विनोन अछि तापरे प्लास्टोक्विनोन परे आपणकर साइटोक्रोम B6F परे आपणकर अछि एठी आउ गोटे बाहक अणु अछि जाहाकू कुआ जाए प्लास्टोसियानिन आर आउ गोटे ना कोन प्लास्टोसियानिन तो एइटी होची तीनटा मुख्यतः बाहक अणु इंपोर्टेंट बाहक अणु अछि गोटे प्रथमटी होची प्लास्टोक्विनोन दुई नंबर अछि साइटोक्रोम B6F तीन नंबर अछि प्लास्टोसियानिन ओके एबे कोन हबो ना आपनकर आलोक पास करिबा आरंभ करिबो आलोक जेतले पास करिबा आरंभ करिवो से कोठरू पास करिवो सॉरी आलोक ना इलेक्ट्रॉन पास करिवो कोठरू ना एनर्जी रखिची ये फास्ट आसीबो कोठी इलेक्ट्रॉन नै कि कहा पाखकु आसीबो प्लास्टोक्विनोन पाखकु आसीबो प्लास्टोक्विनोन पाखकु आसीले ये कोन करिवो ए इलेक्ट्रॉन रे से ऐड करिदबो कोन आउरी दुईटा हाइड्रोजन सॉरी हां हाइड्रोजन मॉलिक्यूल हाइड्रोजन एटम दुईटा ऐड करिदबो तो दुईटा हाइड्रोजन एटम रे कोन अछि आउरी दुईटा एक्स्ट्रा इलेक्ट्रॉन अछि आउ दुईटा कोन अछि आपनकर दुईटा प्रोटॉन अछि तो जेतले एइटा ऐड करिदबो एइटा को ऐड करिकि माने से इलेक्ट्रॉन सहित आउ दुईटा प्रोटॉन को ऐड कर देकी से पठै देबो कहा पाखकु साइटोक्रोम B6F पाखकु पठै देबो साइटोक्रोम B6F पाखरे आसिला परे सेटा कोन हबो ना स्प्लिट हबो स्प्लिट हेकी कोन हबो ना से नेइथिला प्रथमे एई जो हाइड्रोजन जो देइथिला से प्रोटॉन जो दे मिसैथिला सेई प्रोटॉन को से नेइथिला कोठरू ना आपनकर लुमेन रु नेइची जो लुमेन रे आसीथिला कोठी जेतले एई इलेक्ट्रॉन जोठू आसीथिला पानी जेतले ब्रेक डाउन हेइथिला पानी ब्रेक डाउन हेकी कोन तयारी हेइथिला हाइड्रोजन सॉरी हां प्रोटॉन इलेक्ट्रॉन आउ कोन ऑक्सीजन तयारी हेइथिला जेतले प्रोटॉन इलेक्ट्रॉन ऑक्सीजन तयारी हेइथिला प्रोटॉन इलेक्ट्रॉन तयारी हेइथिला सेई इलेक्ट्रॉन सेना एठी लाइट हार्वेस्टिंग कॉम्प्लेक्स रु एनर्जी पाइकी जंप कला किंतु हाइड्रोजन टा कोन होउथिला लुमेन रे बुलुथिला जो लुमेन रे जेतले बुलुथिला सेई लुमेन रु कोन करिछि किए धरि नेछि प्लास्टोक्विनोन धरि नेछि ए प्लास्टोक्विनोन धरि नेकी कोन करिछि ट्रांसफर कर देछि काहा पाखकु साइटोक्रोम B6F पाखकु ट्रांसफर कर देछि एइठी कोन हबो ना एइठु आउ थरे से कोन करिवो एठु किछि एनर्जी रखिकि से कोन करिवो ना आपनकर हाइड्रोजन को आउ थरे प्रोटॉन फॉर्म रे रिलीज करदो प्रोटॉन रे रिलीज कला परे एठी आउरी कोन अछि दुईटा इलेक्ट्रॉन भी अछि एठी दुईटा प्रोटॉन सेना रिलीज हला अछि केतेटा इलेक्ट्रॉन दुईटा इलेक्ट्रॉन रु आपनको गोटे इलेक्ट्रॉन कोन हबो ना आगो को बढ़ी जीवो गोटे इलेक्ट्रॉन कोन हबो आगो को बढ़ी आसीबो काहा पाखकु पळे आसीबो प्लास्टोसियानिन पाखकु पळे आसीबो आउ गोटे इलेक्ट्रॉन कोन करिवो ना आउ गोटे इलेक्ट्रॉन फेरिकी जीवो कोउठी प्लास्टोक्विनोन को फेरिकी जीवो काहेकि ना से आउ थरे सेठी जाईकी सेठरो हाइड्रोजन प्रोटॉन नेकी आसीबा पाई ओके ता माने एई साइकिल कंटिन्यू चली थाए माने आसिला एठी चक्राकार रे देला एठी आउ गोटे इलेक्ट्रॉन कोन हला फेरी गला कोउठी आपणकर प्लास्टोक्विनोन रे जेहेतु एठी क्यू आकृतिर आसुची चित्रटा जे हाइड्रोजन रिलीज करदेला कोउठी लुमेन रे जोठरू नेइथिला प्लास्टोक्विनोन सेई लुमेन रे छाडी देला किए साइटोक्रोम B6F किंतु जेहेतु एठी दुईटी इलेक्ट्रॉन थिला सेई दुईटी इलेक्ट्रॉन गोटे इलेक्ट्रॉन को ट्रांसफर करदेला काहा पाखकु प्लास्टोसियानिन पाखकु प्लास्टोसियानिन पाखरे गोटे इलेक्ट्रॉन ट्रांसफर होइछि आउ गोटे इलेक्ट्रॉन कोन होछि रिटर्न पठेइ देइछि काहा पाखकु ना आपनकर प्लास्टोक्विनोन पाखकु ए आउ थरे एनर्जी नेइके आउ थरे आपनकर प्रोटॉन को नेइके इलेक्ट्रॉन टा आउ थरे आसीबो सेइथि पई ओके एतिकी हेला परे एतिकी हेला परे प्लास्टोसियानिन कौन करिछि से इलेक्ट्रॉन टारू एनर्जी रखी देइछि अच्छा गोटे प्रश्न सब बेले मने माने जिंस उत्तरटा मने रखिबे कोन ना इलेक्ट्रॉन जेतेले एई बाहक अणु देइकी जाई थाए से एनर्जी पाई के एक्साइट हेकी ऊपर को जंप कला
ଯେତେବେଳେ ଗୋଟେ ଇଲେକ୍ଟ୍ରନ୍ ପାଖରେ ଏନର୍ଜି ଥାଏ ସେ ସବୁବେଳେ ଏକ୍ସାଇଟେଡ୍ ମୋଡରେ ଥାଏ, ଜମ୍ପ କରିବ। କିନ୍ତୁ ଯେତେବେଳେ ଏଇ ବାହକ ଅଣୁ ଦେଇକି ପାସ୍ କରିବ, ପ୍ରତ୍ୟେକ ବାହକ ଅଣୁ ତାର କଣ କରିବ, କିଛି ଏନର୍ଜିକୁ ସେ କଣ କରିବ, ଲସ୍ କରେଇବ, ଯାହାକୁ ପ୍ରୋଟନ୍ ମାଧ୍ୟମରେ କାଢିଦବ, କୋଉଠୁରୁ, ସେ ବାହକ ଅଣୁରୁ ବାହାର କରିଦବ। ତାପରେ ଏଇଠି କଣ ହବ, ଏଇ ପ୍ଲାଷ୍ଟୋସିଆନାଇନକୁ ପିସିବି କୁହାଯାଏ, ପିସି ପ୍ଲାଷ୍ଟୋକ୍ୱିନୋନକୁ ପିକ୍ୟୁ କୁହାଯାଏ। ସାଇଟୋକ୍ରୋମ ପାଇଁ CYT ବୋଧେ ଲେଖାଯାଏ। ଓକେ। ତ ଏବେ ହଉଛି ଏଇ ପ୍ଲାଷ୍ଟୋସିଆନିନକୁ ଦେଲା ପରେ ଏଇ ପ୍ଲାଷ୍ଟୋସିଆନିନ କଣ କରିବ, ଏଇଟାକୁ ଟ୍ରାନ୍ସଫର କରିଦେବ କାହା ପାଖକୁ, ନା ଆପଣଙ୍କର ଫଟୋ ସିଷ୍ଟମ ଏଇଠି ଅଛି ଅନ୍, PS ଅନ୍ ପାଖକୁ। ଯାହା ପାଖରେ ଅଛି କଣ ନା ଫଟୋ ସିଷ୍ଟମ ଅନ୍ କୁହାଯାଏ। ଆ ପାଖରେ ବି କଣ ଅଛି, LHC ଅଛି। LHC ବୋଲେ ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସ। LHC ମାନେ କଣ, ୟାର ଚାରିପଟେ ବିଭିନ୍ନ ପ୍ରକାର ପିଗମେଣ୍ଟ ଅଛି, ଯେମିତି କି ଆପଣଙ୍କର କ୍ଲୋରୋଫିଲ A, କ୍ଲୋରୋଫିଲ B, କାରୋଟିନଏଡ୍, ଜାନ୍ଥୋଫିଲ୍ ଏସବୁ ଅଛି। ଇଏ କଣ କରିବ, ଆଉ ଥରେ ଏନର୍ଜି ନବ। ଏନର୍ଜି ନେଇକି କଣ କରେଇବ ନା, ଆପଣଙ୍କର ଏନର୍ଜି ନେଇ ସାଇଲା ପରେ ସେ ଆଉ ଥରେ ଏଇଠୁ ସେଇ ଯୋଉ ଇଲେକ୍ଟ୍ରନଟା ଆସିଥିଲା ପ୍ଲାଷ୍ଟୋକ୍ୱିନୋନରୁ, ଯୋଉ ଇଲେକ୍ଟ୍ରନଟା ଆସିଥିଲା ସେଇ ଇଲେକ୍ଟ୍ରନଟାକୁ ସେ କଣ କରେଇବ ନା ଜମ୍ପ କରେଇବ। ତ ଇଏ ଯୋଉ ଏନର୍ଜି ନବ, ସେ କେତେ ନ୍ୟାନୋମିଟର ଲାଇଟର ଏନର୍ଜି ନବ, ନା ଇଏ ନବ ହଉଛି 700 ନ୍ୟାନୋମିଟର ଲାଇଟର ଏନର୍ଜି ନବ। ସେଇଥିପାଇଁ ଆକୁ କୁହାଯାଏ P700। ବି ଆର ନାଁ ଦିଆଯାଇଛି, ଯେ ଫଟୋ ସିଷ୍ଟମ ଅନ୍ ର ଆଉ ଗୋଟେ ନାଁ କଣ, P700। ତ ଏଇଠି 700 ନ୍ୟାନୋମିଟର ଲାଇଟ୍ ନେଇକି ସିଏ କଣ କରିବ ନା, ୟାକୁ ଆଉଥରେ ଏଇ ଯୋଉ ଇଏଟା ଆପଣଙ୍କର ଇଲେକ୍ଟ୍ରନଟା ଅଛି, ଆଉଥରେ ୟାକୁ ଏକ୍ସାଇଟ୍ କରେଇକି ଉପରକୁ ଉଠେଇବ। ଯେତେବେଳେ ଉପରକୁ ଉଠେଇବ, ୟାକୁ ଧରି ନବ ଆଉ ଗୋଟେ ବାହକ ଅଣୁ। କିଏ ଧରି ନବ, ବାହକ ଅଣୁ। ଯେମିତି ଆପଣଙ୍କର ପ୍ଲାଷ୍ଟୋକ୍ୱିନୋନ ଥିଲା, ସାଇଟୋକ୍ରୋମ B6F ଥିଲା, ପ୍ଲାଷ୍ଟୋସିଆନିନ ଥିଲା, ସେମିତି ଆଉ ଗୋଟେ ବାହକ ଅଣୁ ଧରି ନବ, ଯାହାର ନାମ ହଉଛି ଫେରୋଡକ୍ସିନ। ଫେରୋଡକ୍ସିନ କାହିଁକି ହେଇଛି ନା, ଫେରୋଡକ୍ସିନ ଫେରସ ଆଉ ସଲଫର ମିଶିଥିବାରୁ ଏଥିରେ ଫେରୋଡକ୍ସିନ ଆର ନାଁ। ଫେରୋଡକ୍ସିନ ଏଥିରେ କଣ କଣ ଅଛି, ଫେରସ ରୁ ଫେରୋଡ ନାଁ ଆସିଛି। ଏଥିରେ ଅଛି ଫେରସ ଅଛି ମାନେ ଆଇରନ୍ ଅଛି, ଆଉ କିଛି ମାତ୍ରାରେ ସଲଫର ଅଛି। ତ ଏଇଟା ହଉଛି ଆଇରନ୍ ସଲଫର ମଲିକ୍ୟୁଲ, ବା ଏଇଟା ଏଇଠି କାମ କରେ କାହାର, ନା ବାହକ ଅଣୁର କାମ କରେ। ଏଇ ଫେରୋଡକ୍ସିନ ଟା କଣ କରିବ, ତାପରେ ଫେରୋଡକ୍ସିନ ରେ ଗୋଟେ ଏନଜାଇମ କାମ ହବ, ଯାହାକୁ କୁହାଯାଏ ଫେରୋଡକ୍ସିନ NADP ପ୍ଲସ୍ ସିନ୍ଥେଜ ବା ରିଡକ୍ଟେସ। ଏଇଠି ଗୋଟେ ଅଛି କଣ, NADP ପ୍ଲସ୍ ରିଡକ୍ଟେସ। ତାହେଲେ ଏଇଠି ଅଛି କଣ ଆପଣଙ୍କର FNR। FNR କାହିଁକି କୁହାଯାଏ, ଏଇ FD ଟା ଫେରୋଡକ୍ସିନ ଟା FNR କୁ ଦବ, ଯାହାକୁ କୁହାଯାଏ ଫେରୋଡକ୍ସିନ NADP ପ୍ଲସ୍ ରିଡକ୍ଟେସ। ଫେରୋଡକ୍ସିନ NADP ପ୍ଲସ୍ ରିଡକ୍ଟେସ। ଏଇ ନାଁଟା ଦିଆଯାଇଛି କାହିଁକି ନା, ଏଇ FNR ଟା କଣ କରିବ ନା, ଆପଣଙ୍କର NADP ପ୍ଲସ୍ କୁ ନବ, NADP ପ୍ଲସ୍ କୁ ନେଇକି ଏଥିରେ ଏଇ ଇଲେକ୍ଟ୍ରନ ଟା ମିଶେଇକି ଆକୁ କୋଉଥିରେ ପରିଣତ କରିଦବା, NADPH ରେ ପରିଣତ କରିଦବ। ତ ଲାଷ୍ଟକୁ ଆପଣଙ୍କ ଏଇଠି କଣ ହେଲା, ଏନର୍ଜି ଜମା ହେଇଗଲା। ଠିକ ଅଛି, ଏତିକି ଦେଖିଲେ। ତ ଏବେ ହଉଛି କଥା, ଆପଣଙ୍କର ତ ଏଥିରେ NADH ତିଆରି ହୁଏ, NADH ତିଆରି ହେଲା। ପ୍ରଶ୍ନ ହଉଛି ଆପଣଙ୍କ ପାଇଁ, ଯେ ATP କୋଉଠି ତିଆରି ହେଲା, ନା ATP ତିଆରି ହେବା ପାଇଁ ଆକ୍ଚୁଆଲି ଏଇଟା ହେଇଥାଏ ଆପଣଙ୍କର ଥାଇଲାକଏଡ ମେମ୍ବ୍ରେନରେ। ଥାଇଲାକଏଡର ମେମ୍ବ୍ରେନରେ ଯଦି କହିବି, ମନେ କରନ୍ତୁ ଥାଇଲାକଏଡର ମେମ୍ବ୍ରେନର ଏଇଟା ଗୋଟେ ଲେୟର, ଏଇଟା ଆଉ ଗୋଟେ ଲେୟର ମନେ କରନ୍ତୁ। ଏଇ ଲେୟର ଭିତରେ ଦୁଇଟା ଲେୟର ଥାଏ, କିନ୍ତୁ ସିଙ୍ଗଲ ମେମ୍ବ୍ରେନର ହିଁ ଦୁଇଟା ଲେୟର ଥାଏ। ତ ସରି, କ୍ଲୋରୋଫିଲର ଥାଇଲାକଏଡ ମେମ୍ବ୍ରେନର ସିଙ୍ଗଲ ମେମ୍ବ୍ରେନରେ ଦୁଇଟା ଲେୟର ଥାଏ। ଏତିକି ତ ହୁଏ ଆପଣଙ୍କର ଥାଇଲାକଏଡ ମେମ୍ବ୍ରେନ ଭିତରେ। ତାପରେ ଏଇ ଯୋଉ H ପ୍ଲସ୍ ପ୍ରୋଟନ ଗୁଡାକ କଣ ହବ, ଆସିକି ଏଇଠି ୟା ପରେ ଗୋଟିଏ ATP ସିନ୍ଥେଜ ଥାଏ। ଏଇଠି ଥାଏ କଣ, ATP ସିନ୍ଥେଜ। ଏଇ ATP ସିନ୍ଥେଜ ଦେଇକି
এই ଏଟିପି ସିନ୍ଥେସ୍ ଦେଖି ଯେତେବେଳେ ଏଇ H+ ଗୁଡାକ ପ୍ରବେଶ କରେ, ଯେତେବେଳେ ଏଟିପି ସିନ୍ଥେସରେ H+ ପ୍ରବେଶ କରେ ସେ କଣ ହେଇଯାଏ ଏଟିପିରେ ପରିଣତ ହେଇଯାଏ। ତାହେଲେ ଏଇଟା ବି ମନେ ରଖିବେ ଯୋଉ ପ୍ରୋଟନ ଗୁଡାକ ଏଟିପି ସିନ୍ଥେସ୍ ଦେଇକି ପ୍ରବେଶ କରେ ସେ ଏଟିପିରେ ପରିଣତ ହେଇଯାଏ। ସେ ପ୍ରୋଟନ ଗୁଡାକ ଆସେ କୋଉଠୁ ଲୁମେନରୁ। ଲୁମେନରେ କୋଉଠୁ ଆସେ? ଏକ ଆସେ କୋଉଠୁ ଆପଣଙ୍କ ୱାଟର ସ୍ପ୍ଲିଟ୍ ହେବାରୁ ଆସେ। ଆଉ କୋଉଠୁ ଆସେ ଦ୍ୱିତୀୟତଃ ନା ଯେତେବେଳେ ଏଇଟା ଏନର୍ଜି ନେଇକି ଆସିଥାଏ କୋଉଠୁ ସାଇଟୋକ୍ରୋମରୁ ବାହାରିଥାଏ। ତ ଏଇ ପ୍ରୋଟନ ଗୁଡାକ ବ୍ୟବହାର ହୁଏ କୋଉଠି ନା ଆପଣଙ୍କର ଏଟିପି ଫର୍ମେସନରେ। ତ ଆପଣଙ୍କୁ ମୁଁ ଏଇ ଜିନିଷଟା ଆଉ ଥରେ କହିଦଉଛି କଣ ନା ପ୍ରଥମେ ହେଇଛି ଆପଣଙ୍କର ଅଛି ଇଲେକ୍ଟ୍ରନ ଗୋଟେ LHC ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସ ଯୋଉଠି ଇଲେକ୍ଟ୍ରନ ଆସେ କୋଉଠୁ ଗୋଟେ ୱାଟର ସ୍ପ୍ଲିଟ୍ ହେଇକି। ଯଦି ଏଇ ପ୍ରଶ୍ନ ବି ଆସେ ଯେ ୱାଟର ମଲିକ୍ୟୁଲ କୋଉଠି ବ୍ରେକ୍ ହେଇକି ଇଲେକ୍ଟ୍ରନ ପ୍ରୋଟନ ଅଲଗା ହେଇଥାଏ ନା ସେଇଟା ହଉଛି PS2 ଫଟୋସିଷ୍ଟମ 2 ରେ। ଫଟୋସିଷ୍ଟମ 2 ରେ ୱାଟର ମଲିକ୍ୟୁଲ ଭାଙ୍ଗିକି ଇଲେକ୍ଟ୍ରନ କୋଉଠି ଆସିଥାଏ ନା ଆପଣଙ୍କର PS2 ପାଖରେ। PS2 ର ଆଉ ଗୋଟେ ନା P680 କାହିଁକି 680 ଦିଆଯାଇଛି ନା ES 680 ନାନୋମିଟରର ଆଲୋକ ନିଏ। ଆଲୋକ ନେଇକି ଏନର୍ଜି ଦବ କାହାକୁ ଦବ ଇଲେକ୍ଟ୍ରନ ଡୋନରକୁ। ଇଲେକ୍ଟ୍ରନ ଡୋନରକୁ ଦେଲା ପରେ ଏଇ ଇଲେକ୍ଟ୍ରନ ଡୋନର କଣ କରିବ ନା ଆପଣଙ୍କର ଏଇ ଇଲେକ୍ଟ୍ରନକୁ ଗ୍ରହଣ କରିବ। ଗ୍ରହଣ କରିକି ତାର ଏନର୍ଜିକୁ କମେଇବା ପାଇଁ ସେ 3ଟା ବାହକ ଅଣୁ ଦେଇକି ପାସ୍ କରିବ। ଗୋଟେ ହଉଛି ପ୍ଲାଷ୍ଟୋକ୍ୱିନିନ୍, ଗୋଟେ ହଉଛି ସାଇଟୋକ୍ରୋମ B6F, ଗୋଟେ ହଉଛି ପ୍ଲାଷ୍ଟୋସିଆନିନ୍। ପ୍ରଥମେ ପ୍ଲାଷ୍ଟୋକ୍ୱିନିନ୍‌କୁ ଆସିଲା ପରେ ଇଲେକ୍ଟ୍ରନ ସହିତ ଆପଣଙ୍କର ପ୍ରୋଟନ ମିଶେଇକି ତାକୁ H2 କରିଦବ। H2 କଲା ପରେ ସେ ଆସିବ ଏଇଠି। ତ ଏଇଠି କେତେଟା ଆସିବ ନା 2ଟା ଇଲେକ୍ଟ୍ରନ 2ଟା ପ୍ରୋଟନ ଆସିବ। 2ଟା ଇଲେକ୍ଟ୍ରନ 2ଟା ପ୍ରୋଟନ ଏଇଠୁ ଆସିବ ଏଇଠି। 2ଟା ପ୍ରୋଟନ କଣ ହବ ରିଲିଜ୍ ହେଇଯିବ ଆଉ ଥରେ ଲୁମେନ ଭିତରେ ବଟ୍ କିନ୍ତୁ 2ଟା ଇଲେକ୍ଟ୍ରନରୁ ଗୋଟେ ଇଲେକ୍ଟ୍ରନ ଫେରିଯିବ କୋଉଠି ପ୍ଲାଷ୍ଟୋକ୍ୱିନନରେ। ଆଉ ଗୋଟେ ଇଲେକ୍ଟ୍ରନ କଣ ହବ ଟ୍ରାନ୍ସଫର ହେଇଯିବ କୋଉଠି ନା ପ୍ଲାଷ୍ଟୋସିଆନିନରେ। ଯୋଉଟା ଫେରିଗଲା ସେ ଆଉ ଥରେ ନେଇକି ଆସିବ ଇଲେକ୍ଟ୍ରନକୁ ପ୍ରୋଟନକୁ ନେଇକି ଆସିବ। କିନ୍ତୁ ଯୋଉଟା ଆଗକୁ ବଢି ଆସିଲା ଏଇଟା କୋଉଠି ଆସିଲା ପ୍ଲାଷ୍ଟୋସିଆନରେ ଇଏ କମ୍ପ୍ଲିଟ କରିବ କଣ ଆପଣଙ୍କର ଫଟୋସିଷ୍ଟମ ଅନ୍ ସାଇକେଲକୁ କଣ୍ଟିନ୍ୟୁ କରିବ। ଏଇ ଇଲେକ୍ଟ୍ରନଟା ଆସିବ କୋଉଠି PS1 ପାଖରେ। PS1 ପାଖରେ ଆସିଲେ ଏଇଠୁ କଣ ହବ ଲାଇଟ୍ ହାର୍ଭେଷ୍ଟିଂ କମ୍ପ୍ଲେକ୍ସରୁ କଣ ହବ ଆପଣଙ୍କର ଏନର୍ଜି ନେଇ ନବ। କେତେ ନ୍ୟାନୋମିଟରର ଆଲୋକରୁ ନବ 700 ନ୍ୟାନୋମିଟର ଆଲୋକରୁ ନବ। ସେଇଥିପାଇଁ PS1 କୁ ଫଟୋସିଷ୍ଟମ 1 କୁ କି ନାଁରେ ନାମିତ ଆଉ ଗୋଟେ କରାଯାଇଛି P700 ନାମରେ ନାମିତ କରାଯାଇଛି। ତାପରେ ଯେତେବେଳେ ଏଇଠୁ ଆଲୋକ ନେଇକି ଏଇ କ୍ଲୋରୋଫିଲ୍ A, B କାର୍ବୋନିକ୍ ଜାନ୍ଥୋଫିଲ୍ ଦେଇଦବ କାହାକୁ ନା ଇଲେକ୍ଟ୍ରନକୁ ଦେଲେ ଇଲେକ୍ଟ୍ରନ ନେଇକି ଏକ୍ସାଇଟେଡ୍ ହେଇକି ଆଉ ଥରେ ଗୋଟେ ଇଲେକ୍ଟ୍ରନ ରିସିଭର ପାଖରେ ପହଞ୍ଚିବ। ଇଲେକ୍ଟ୍ରନ ଆସେପ୍ଟର ପାଖରେ ପହଞ୍ଚିବ। ଇଲେକ୍ଟ୍ରନ ଆସେପ୍ଟରରୁ କଣ ହବ ଧୀରେ ଧୀରେ ଏନର୍ଜି ରିଲିଜ୍ କରିକି ସିଏ କଣ କରିବ ତଳ ଗତି କରିବ। ତଳ ଗତି କଲେ ଏଇଟା ଏଇଠି ଦେଇ ଦଉଛି ଇଲେକ୍ଟ୍ରନ ଆସେପ୍ଟରଟା। ତଳ ଗତି କଲେ ସେ କଣ ତାକୁ ଧରିବ କିଏ ଫେରେଡକ୍ସିନ। ଫେରେଡକ୍ସିନ ଧରିକି କଣ କରିବ ଆଉ ଥରେ ଏନର୍ଜି ଟିକେ କମ କରିକି ଦବ କାହାକୁ ଫେରେଡକ୍ସିନ NADP+ ରିଡକ୍ଟେସକୁ ଦବ। ଫେରେଡକ୍ସିନ NADP+ ରିଡକ୍ଟେସ କଣ କରିବ ତାକୁ ସେଇ ଏଇ ଏନର୍ଜିକୁ ବ୍ୟବହାର କରିକି NAD+କୁ NADPSରେ ପରିଣତ କରିବ। ଆଉ ଯୋଉ ପ୍ରୋଟନ ଗୁଡାକ ଲୁମେନ ଭିତରେ ଛଡା ହେଇଥିଲା ଥାଇଲାକଏଡ ଭିତରେ ସ୍ପେସରେ ସେଇ ପ୍ରୋଟନ ଗୁଡାକ କଣ କରିବ ଗତି କରିକି ଆସିବି ଗୋଟେ ATP ସିନ୍ଥେସ ଅଛି। ATP ସିନ୍ଥେସରେ ପ୍ରବେଶ କରିକି ସେ କଣ କୋଉଥିରେ ପରିଣତ ହବ ଏଟିପିରେ ପରିଣତ ହେଇଯିବ। ତ ଆଶା କରୁଛି ଆପଣ ପରିପୂର୍ଣ୍ଣ ଲାଇଟ୍ ରିଏକ୍ସନକୁ ବୁଝିପାରିଥିବେ। ଯଦି ସେଇ ମୋର ହ୍ୟାଣ୍ଡରାଇଟିଂ ବୁଝିବାରେ ଅସୁବିଧା ହୁଏ ତାହେଲେ ଏଇଠି ମୁଁ ପରିପୂର୍ଣ୍ଣ ଚିତ୍ର ସହ ରଖିଦେଇଛି। ଆପଣ ଏଇଟାକୁ ପଜ୍ ମାରିକି ଚିତ୍ରକୁ ଆଉଥରେ ଟିକେ ଦେଖିକି ବୁଝି ନିଅନ୍ତୁ। ମୁଁ ଏଇ ଚିତ୍ରଟାକୁ ମୁଁ ଆଉଥରେ ଏକ୍ସପ୍ଲେନ କରିଦଉଛି କଣ ନା ଅର୍ଡର ସ୍ପ୍ଲିଟ୍ ହେଲା। ଅର୍ଡର ସ୍ପ୍ଲିଟ୍ ହେଇକି ଇଲେକ୍ଟ୍ରନ ପଶିଲା କୋଉଠି ଫଟୋସିଷ୍ଟମ 2 ରେ ପଶିଲା। କେତେ ନ୍ୟାନୋମିଟର ଆଲୋକ ନେଲା 680 ନ୍ୟାନୋମିଟର ଆଲୋକ ନେଇକି କାହାକୁ ଦେଲା ଟ୍ରାନ୍ସଫର କରିକି ସରି ଜମ୍ପ କଲା ଇଲେକ୍ଟ୍ରନ ରିସେପ୍ଟର ଧରିଲା। ଇଲେକ୍ଟ୍ରନ ରିସେପ୍ଟର ଏନର୍ଜିକୁ ଟିକେ କମେଇକି ଯେତେବେଳେ ଛାଡିଲା ସେ ଇଲେକ୍ଟ୍ରନରୁ ଏନର୍ଜି କମିବା ସଙ୍ଗେ ସଙ୍ଗେ ସେ ନିମ୍ନମୁଖୀ ଗତି କରିବ। ନିମ୍ନମୁଖୀ ଗତି କରିବା ସଙ୍ଗେ ସଙ୍ଗେ ଫାଷ୍ଟରେ ଯୋଉ ବାହକ ଅଣୁ ଧରିବ ସେଇଟା ହଉଛି ପ୍ଲାଷ୍ଟୋକ୍ୱିନିନ୍। ସେ ସେଥିରେ ଆହୁରି କଣ କରିବ ପ୍ରୋଟନ ମିଶେଇକି ହାଇଡ୍ରୋଜେନ ବନେଇକି ପଠେଇଦବ କାହା ପାଖକୁ ନା 2ଟା ଇଲେକ୍ଟ୍ରନ 2ଟା ପ୍ରୋଟନ ଏଟ୍ ଏ ଟାଇମରେ ପଠେଇଦବ କାହା ପାଖକୁ ସାଇଟୋକ୍ରୋମ B6F ପାଖକୁ। ସେଇଠି ସାଇଟୋକ୍ରୋମ B6F କଣ କରିବ ସେଇଠୁ ପ୍ରୋଟନକୁ ରିଲିଜ କରିଦବା ଆଉ ଥରେ କୋଉଠି ଲୁମେନକୁ ରିଲିଜ କରିଦବ। ଲୁମେନକୁ ରିଲିଜ କରିଦେଲା ପରେ
गोटे इलेक्ट्रॉन बाकी रहिबो दुईटा इलेक्ट्रॉन गोटे इलेक्ट्रॉन को आउ थरे पठेइ दबो प्लास्टोक्विनियन पाखरे आउ गोटे इलेक्ट्रॉन पठेइ दबो कोउठी प्लास्टोसियानिन पाखरे सेठी प्लास्टोसियानिन आर एनर्जी पूरा टाणी नेला परे एई प्लास्टोसियानिन एई इलेक्ट्रॉन को काहाकू ट्रांसफर करि दबो ना ये ट्रांसफर करि द आपन को पीएस1 फोटो सिस्टम ऑन पाखरे एई फोटो सिस्टम ऑन कोन करिवो 700 नैनोमीटर आलोकरू एनर्जी नेकी एई इलेक्ट्रॉन को आउ थरे कोन करिवो एक्साइटेड करिकि जंप करिवो जंप करिला परे याकू धरि दबो किए इलेक्ट्रॉन रिसेप्टर गोटे धरि दबो इलेक्ट्रॉन रिसेप्टर कोन करिवो तापरे तार एनर्जी किछि अटकेइकी से आउ थरे जेतले छाडिबो से निम्नमुखी गति करिवो जेते एनर्जी किछि लॉस होउची निम्नमुखी गति कला बेलको फास्ट धरिबो फेरेडॉक्सिन परे कोन करिवो फेरेडॉक्सिन NADP+ रिडक्टेज धरिबो रिडक्टेज धरिकी कोन करिवो NADP+ जिया अछि ताकू NADPH रे परिणत करिवो तयारी हेइ गला आपनकर NADPH एनर्जी तापरे आसंतु आउ थरे एटीपी तयारी को देखिबा कोन ना जो H+ गुडाक आसीची कोउठरो एक आसीची आपनकर साइटोक्रोम रिलीज करिची दुई आसीथिला कोउठरो आपनकर वाटर स्प्लिट रू तो दुईटा जगह रू ही अछि प्रोटॉन जेहेतु प्रोटॉन दुईटा जगह रू अछि ए प्रोटॉन गुडा का आसीबो कोउठी ना एटीपी सिंथेसिस पाखकू ए एटीपी सिंथेसिस भी कोउठी अछि थाइलाकॉइड रा मेम्ब्रेन रे अछि थाइलाकॉइड मेम्ब्रेन रे जतले एटीपी सिंथेसिस अछि से कोन करबो ए H+ को प्रवेश करैबो प्रवेश करैकी ए एटीपी सिंथेसिस रा काम होछि प्रोटॉन को एडीपी सहित बांधी की एटीपी रे परिणत करिबा नेक्स्ट देखंतु व्हाट इज द साइटोक्रोम कॉम्प्लेक्स ना एटा होची प्रोटीन कॉम्प्लेक्स एई जिंसटा विषय रे जदी ठीक ठाक इंफॉर्मेशन आपन को पाखरे ना एठी भलो भाबरे देखि दियंतु एई साइटोक्रोम कॉम्प्लेक्स को ही कुआ जाय कोन साइटोक्रोम प्रोटीन कुआ जाय आर ना साइटोक्रोम B6F कॉम्प्लेक्स ताको आउरी कुआ जाय कोन एटा की भलिया काम करे प्रोटॉन पंप इलेक्ट्रॉन कैरियर काम करे प्रोटॉन पंप काहे की कुआ जाय ना ये ही एई साइटोक्रोम ही प्रोटॉन को आपनकर प्रवेश कराय कोउठी लुमेन भीतर को जदी नाम प्रश्न रे आसे जे आलोक संश्लेषण रे बा लाइट रिएक्शन रे प्रोटॉन पंप के ना सेटा होची साइटोक्रोम B6F तापर डेफिनेशन तापर देखंतु व्हाट इज क्यू साइकिल जो साइटोक्रोम भितरे जो साइकिल टा हेइताय साइटोक्रोम B6 भितरे जो साइकिल टा हेइताय ताको कुआ जाय क्यू साइकिल the Q cycle is a mechanism in the cytochrome B6F complex where electron from plastoquinone are used to तो एई जो Q ର माने होउची क्विनोन Q ର माने होउची क्विनोन साइकिल क्विनोन बा क्विनोल क्विनोन बा क्विनोल साइकिल काहेकि ना एटा प्लास्टोक्विनोन सहित क्विनोल अछि बोली कि पम्प प्रोटॉन यार काम कोन प्रोटॉन को पम्प करबो काहा भीतर को थाइलाकॉइड मेम्ब्रेन लुमेन भीतर को फेरे डोज इट ऑकर्स ना एटा होची साइटोक्रोम B6F रे होइता थाइलाकॉइड मेम्ब्रेन रो क्लोरोप्लास्ट थाइलाकॉइड मेम्ब्रेन रे तापर नेक्स्ट देखंतु टाइप्स ऑफ लाइट रिएक्शन दुई प्रकार हेई थाए गोटे होउची कोन नॉन साइक्लिक फोटोफॉस्फोरिलेशन जेते बेले आपनकर इलेक्ट्रॉन गुडा को फेरिकी आसे नाही तो ताकू कुआ जाय नॉन साइक्लिक माने आरंभ हला कोउटरू 8 रू PS2 रू आरंभ हला गति कला इलेक्ट्रॉन एक्सेप्टर पाखे के इलेक्ट्रॉन ट्रांसपोर्ट सिस्टम दे की पास कला LH2 आपन को PS2 को आसीला PS2 परे जतले इलेक्ट्रॉन एक्सेप्टर धरिला ये कोउथरे परिणत करला NADPH से NADP प्लस सॉरी NAD प्लस टा NADPH रे परिणत कला तो जतले NAD प्लस NADPH से परिणत है केठी इलेक्ट्रॉन ऐड हेई जाईची ए इलेक्ट्रॉन आ फेरिकी आसीला नाही तो सहित पे आकु खुआ जे कोन नॉन साइक्लिक फोटोफॉस्फोरिलेशन कोन तयारी करे एटीपी तयारी करे NADPH तयारी करे O2 तयारी करे नेक्स्ट देखंतु साइक्लिक फोटोफॉस्फोरिलेशन जेतेबेले आपनकर एठी फर्स्ट जिंस साइक्लिक फोटोफॉस्फोरिलेशन रे ओनली PS1 इन्वॉल्व थाए PS1 इन्वॉल्व थाए माने P700 नैनोमीटर P700 आलोक केंद्र रो ए जो एंटीना मॉलिक्यूल्स लिखा हिची ना एंटीना मॉलिक्यूल्स को लाइट हार्वेस्टिंग कॉम्प्लेक्स मध्ये कुआ जाय जहाकू शॉर्ट रे मु LHC लेखुथिली
तो एई एंटीना मॉलिक्यूल कଣ करे एनर्जी नै कि काहा को दबो P700 को दबो P700 कଣ करिवो आपण एक्साइट हे कि कोठी जीवो ना एक्सेप्टर ओ देई P700 को देले ये कଣ करिवो इलेक्ट्रॉन को कଣ करिवो जंप करिवो इलेक्ट्रॉन को जंप करैले धरि नबो कि प्राइमरी एक्सेप्टर धरि नै कि कଣ करिवो एनर्जी किछि रखि देला परे से ताहेले धीरे धीरे निम्नमुखी गति हबो निम्नमुखी गति हेले ताको धरि दबो संगे संगे कि फेरोडक्सिन धरि दबो फेरोडक्सिन धरि देला परे से कଣ करिवो ताकू छाडी दबो काहा पाखकू ना प्लास्टोक्विनियन पाखकू कोउठी कोउठी लेखा है डायरेक्ट फेरोडक्सिन साइटोक्रोम कॉम्प्लेक्स को छाडी दबो से प्लास्टोक्विनियन छाडू साइटोक्रोम छाडी दबो से आसीबो साइटोक्रोम कॉम्प्लेक्स पाखकू आसीबो एटरेंड साइटोक्रोम कॉम्प्लेक्स कଣ करबो आउ थरे ताको प्लास्टोसियानिन पाखकू पढेइबो प्लास्टोसियानिन कଣ करबो एई इलेक्ट्रॉन टाको आउ थरे P700 को दबो तो एठी देखंतु कंटिन्यू कଣ होउची साइक्लिक फोटोफोटोसिस रे एटीपी तयारी होउची तो साइक्लिक फोटोफॉस्फोरिलेशन कଣ ना जोउठी P700 बा PS ऑन ओनली इन्वॉल्व अछि जोउथिरे मुख्य होची साइटोक्रोम कॉम्प्लेक्स यही कଣ करूची हाइड्रोजन को एठरू कଣ करूची प्रोटॉन को सबले रिलीज करूची प्रोटॉन को रिलीज करतो एई प्रोटॉन टाई जाउची कोठी एटीपी सिंथेसिस पाको को जाई कि कଣ तयारी करे एटीपी तयारी करे तो एटा कंटिन्यू चालू थाए माने इलेक्ट्रॉन एठी लॉस हुए नाही तो सेठी कंटिन्यू चालू थिबारु आकु कुआ जे साइक्लिक फोटोफॉस्फोरिलेशन तो मो वीडियो रे आज एतिकी थिला जदि मो वीडियो आपको भल लागिला प्लीज लाइक करंतु शेयर करंतु सब्सक्राइब करंतु थैंक्स फॉर वाचिंग